ରୁ ପାଣି ଛାଡ଼ିବା କାରଣରୁ କିଛି କିଛି ଅଞ୍ଚଳ ଜିଲ୍ଲା ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ এটা ମଧ୍ୟ କିଛି କିଛି ପ୍ରଭାବିତ ହେଲା। ଏ ଜିଲ୍ଲାମାନଙ୍କର ସଂଖ୍ୟା ଗଣିଲେ ପ୍ରକୃତିରେ 30 ଜିଲ୍ଲାରୁ 22-23ଟା ଜିଲ୍ଲା ପ୍ରଭାବିତ ହେଇଛି। ଏବେ ରହିଲା ଯେ କ୍ଷତିପୂରଣ ପ୍ରଦାନ ଏବଂ ସେମାନଙ୍କର ଥଇଥାନ। ଆମେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛୁ, ମାନ୍ୟବର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛୁ ଯେ ଆମେ ଆମ ତରଫରୁ ସହଯୋଗ ରାଶି ମାଗିବା ପୂର୍ବରୁ ଆମକୁ ଅଗ୍ରିମ ଭାବରେ 500 କୋଟି ଟଙ୍କା କାଲି ପ୍ରଦାନ କରିଛନ୍ତି। ଏବେ ଯେଉଁ ଯେଉଁ କ୍ଷୟକ୍ଷତି ହେଇଛି ତାର ଆକଳନ ଆରମ୍ଭ ହୋଇଯାଇଛି। କ୍ଷୟକ୍ଷତି କ'ଣ ହେଇଛି? ପ୍ରଥମେ ତ ଚାଷ ଜମି ବ୍ୟାପକ ଭାବରେ କ୍ଷୟକ୍ଷତି ହେଇଛି। ତାର ଆକଳନ କରିବା ପାଇଁ ରାଜସ୍ୱ ବିଭାଗ ଏବଂ କୃଷି ବିଭାଗ ଗ୍ରାଉଣ୍ଡ ଜିରୋକୁ ଓହ୍ଲେଇ ସାରିଲେଣି। ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହେଇଯାଉଥିବ ଆମର ଆସେସମେଣ୍ଟ ମଧ୍ୟ ସେଇ ହିସାବରେ ହେଇଯାଉଥିବ। ଦ୍ୱିତୀୟ ହେଇଛି ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହେଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହେଇଛି ତାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ତୃତୀୟ ବିଷୟ ହେଲା ଯେ ଇଏ ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହେଇଛି। ତେଣୁ ଯେତେ ପନିପରିବାର କ୍ଷତି ହେଇଛି ତାର ମଧ୍ୟ ନିଖୁଣ ଏବଂ ସମ୍ବେଦନଶୀଳ ଆକଳନ କରିବା ପାଇଁ ଆମେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ଟିକେ ସମ୍ବେଦନଶୀଳତାର ସହିତ ଏବଂ ମାନବୀୟ ଦୃଷ୍ଟିକୋଣରୁ ସେମାନେ ଇଏ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ନିଖୁଣ ରିପୋର୍ଟ ପ୍ରସ୍ତୁତ କରିବେ। 72 ଘଣ୍ଟା ସମୟ ଦେଇଛୁ। 72 ଘଣ୍ଟା କହିଲେ ପାଣି ନିଷ୍କାସନ ହେଲା ପରେ 72 ଘଣ୍ଟା ପାଣି ନିଷ୍କାସନ ହେଇଯାଉଥିବ ଏବଂ ଗୋଟେ ଗୋଟେ ଜାଗାର ଆକଳନ ହେଇଯାଉଥିବ। ଏଇଟା ରହିଲା ଲୋକଙ୍କର କ୍ଷତିପୂରଣ କଥା। ଦ୍ୱିତୀୟ ହେଲା ଯେଉଁଟା ଆମ ପାଇଁ ମହତ୍ୱପୂର୍ଣ୍ଣ କାମ, ସେ କାମ ଆରମ୍ଭ ହେଇଛି, ସେଟା ହେଲା ଡିସ୍ଇନଫେକ୍ସନ କରିବା। ଯେଉଁ ଯେଉଁ ଜାଗାରେ ବନ୍ୟାରେ ଅଞ୍ଚଳ ପ୍ରଭାବିତ ହେଇଥାଏ ସେଇ ଜାଗାରେ ବିଭିନ୍ନ ପ୍ରକାର କୀଟାଣୁ ମଧ୍ୟ ଆସିକି ପ୍ରବେଶ କରିଥାନ୍ତି। ଏବେ ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟ, ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟ, ପଞ୍ଚାୟତିରାଜ ଡିପାର୍ଟମେଣ୍ଟ ଏବଂ ସହରାଞ୍ଚଳରେ ଅର୍ବାନ ଡିପାର୍ଟମେଣ୍ଟ ଇଏ କାମରେ ଲାଗିଗଲେଣି। ସେଥିରେ ଜଳସମ୍ପଦ ବିଭାଗର ମଧ୍ୟ ଯେଉଁ ଯେଉଁ ଜାଗାରେ ବୋରୱେଲ୍ ସବୁ ଅଛି ବୋରୱେଲ୍ର ଡିସ୍ଇନଫେକ୍ସନ କରିବା, ବନ୍ଧ ସବୁ ଥିଲା ଯେଉଁଟା ବନ୍ୟା ପାଣିରେ ପୁରି ଯାଇଥିଲା ତାକୁ ମଧ୍ୟ ଡିସ୍ଇନଫେକ୍ସନ କରିବା, କୂଅମାନଙ୍କୁ ଡିସ୍ଇନଫେକ୍ସନ, ଯେତେ ୱାଟର ବଡି ଅଛି ତାକୁ ଡିସ୍ଇନଫେକ୍ସନ କରିବାର କାମ ମଧ୍ୟ ଆରମ୍ଭ ହେଇଗଲା। ପିଇବା ପାଣିର ସମସ୍ୟା ପାଣି ନିଷ୍କାସିତ ହେବା ପର୍ଯ୍ୟନ୍ତ ଥାଏ। ତେଣୁ ପିଇବା ପାଣିର ପାଇଁ ମଧ୍ୟ ଆମେ ବ୍ୟାପକ ଭାବରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛୁ ଯେତେବେଳେ ପର୍ଯ୍ୟନ୍ତ ଡିସ୍ଇନଫେକ୍ସନ କାମ ସମ୍ପୂର୍ଣ୍ଣ ହେଇନାହିଁ। ସାପ କାମୁଡ଼ା ଗୋଟେ ସମସ୍ୟା, ତାର ପାଇଁ ମଧ୍ୟ ସଜାଗ ଅଛି ହେଲ୍ଥ ଡିପାର୍ଟମେଣ୍ଟ। ଯେଉଁ ଜାଗାରେ ଆବଶ୍ୟକ ପଡ଼ିବ ସାଙ୍ଗେ ସାଙ୍ଗେ ଏଣ୍ଟିଫେନଲ ଇଞ୍ଜେକ୍ସନ ନେଇକି ସେମାନେ ପହଞ୍ଚିବେ। ଏବଂ ଆହୁରି ସବୁଥିରୁ ମହତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଗୁଡ଼ିଏ ବିଭାଗ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହେଇଛନ୍ତି। ସେଥିରେ ଏନର୍ଜି ଡିପାର୍ଟମେଣ୍ଟ, ଶକ୍ତି ବିଭାଗର ମଧ୍ୟ ବହୁତ ଜାଗାରେ ଇନଷ୍ଟଲେସନ କ୍ଷତିଗ୍ରସ୍ତ ହେଇଛି। ପିଆର ଡିପାର୍ଟମେଣ୍ଟ, ପଞ୍ଚାୟତିରାଜ ଡିପାର୍ଟମେଣ୍ଟ ତାର ରାସ୍ତା ମଧ୍ୟ ବହୁତ ଜାଗାରେ କ୍ଷତିଗ୍ରସ୍ତ ହେଇଛି। ଆରଡି ଡିପାର୍ଟମେଣ୍ଟର ରାସ୍ତା କ୍ଷତିଗ୍ରସ୍ତ ହେଇଛି। ୱାକ୍ସ ଡିପାର୍ଟମେଣ୍ଟର ରାସ୍ତା କ୍ଷତିଗ୍ରସ୍ତ ହେଇଛି। ଗୁଡ଼ିଏ ଜାଗାରେ ଘାଇର ମଧ୍ୟ ସମ୍ବାଦ ଆପଣମାନେ ଦେଇଛନ୍ତି। ସେ ଘାଇମାନେ ମଧ୍ୟ ମରାମତି କରିବାର ଆବଶ୍ୟକତା ଅଛି। ଯେତେ ଯେତେ ବିଭାଗ, ସେଥିରେ ମୁଁ ଆଉ 2ଟା ଜିନିଷ କାଲି ନିର୍ଦ୍ଦେଶ ଦେଇଛି। ସେଇଟା ହେଲା ଯେ ତୁରନ୍ତ ଏ କ୍ଷୟକ୍ଷତିର ଆକଳନ ସାଙ୍ଗରେ ସାଙ୍ଗରେ କେଉଁ କେଉଁ ଅଙ୍ଗନବାଡି କେନ୍ଦ୍ର ମାନେ ପ୍ରଭାବିତ ହେଲା ଏବଂ କେଉଁ କେଉଁ ପ୍ରାଥମିକ ମାଧ୍ୟମିକ ସ୍କୁଲ ପ୍ରଭାବିତ ହେଲା ତାର ରିପୋର୍ଟ ମୁଁ ମାଗିଛି। ସ୍ୱତନ୍ତ୍ର ଭାବରେ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ, ପ୍ରଭାବିତ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲ ସେମାନଙ୍କୁ ମଧ୍ୟ ଧନରାଶି ଆମେ ଦେବୁ, ଯେମିତି ଟିକେ ବର୍ଷା ହେଲେ ସ୍କୁଲକୁ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ପାଣି ପଶିବ ନାହିଁ, ଛୁଆ ସୁରକ୍ଷିତ ରହିବେ। ସ୍ୱତନ୍ତ୍ର ଭାବରେ ଅନୁଦାନ ଦେବୁ। ବିଭିନ୍ନ ବିଭାଗର ମଧ୍ୟ ଆସେସମେଣ୍ଟ ଆସିବ, ତାର କେତେ କ୍ଷତି ହେଇଛି ତାକୁ ମଧ୍ୟ ମରାମତି କରିବା ପାଇଁ ଆମେ ଦେବୁ। ସ୍ୱତନ୍ତ୍ର ଭାବରେ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆହେଇଛି ଯେ ଏଥର ଯେଉଁ ଅନୁଭୂତି କହିଲେ ବିଭିନ୍ନ ଜାଗାରେ ଘାଇ ହେବା, ଯେଉଁଟା ଘାଇ ହେଇଛି ତାର ମରାମତି କରାଅ
ଏବଂ ତାର ଭିତ୍ତିଭୂମି ଏଭଳିଆ କରାଅ ଯେମିତି କେବେ ଘାଇ ହେବାର ସମ୍ଭାବନା ରହିବ ନାହିଁ। ତାର ସାଙ୍ଗରେ ସାଙ୍ଗରେ ବାକି ଯେତେ ଜାଗାରେ ଏଭଳିଆ ପରିସ୍ଥିତି ଅଛି, ଆଜି ଘାଇ ହେଲା ନାହିଁ କାଲି ଘାଇ ହେଇପାରେ, ତାକୁ ମଧ୍ୟ ଥରେ ସର୍ଭେ କରିକିରି ତାର ମଧ୍ୟ ନିଖୁଣ ବ୍ୟବସ୍ଥା କର, ଯେମିତି ଆକୁ ଘାଇ ହେବ ନାହିଁ। ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ଯୋଉଟା ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ ଯେ ଇଏ କାଲି କ୍ୟାବିନେଟ୍ରେ ମଧ୍ୟ ଏ ବାବଦରେ ମୁଁ ମାନ୍ୟବର ମନ୍ତ୍ରୀମାନଙ୍କୁ ମଧ୍ୟ ଏ ବାବଦରେ ସମ୍ପୂର୍ଣ୍ଣ ଅବଗତ କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଯାଇକରି ଇଏ କାମର ସମୀକ୍ଷା କରିବା ପାଇଁ, କାମ କହିଲେ ଆସେସମେଣ୍ଟର କାମ ସମୀକ୍ଷା କରିବା ପାଇଁ, ଗ୍ରାଉଣ୍ଡ ଜିରୋକୁ ପହଞ୍ଚିବା ପାଇଁ ଏବଂ ସ୍ଥିତିକୁ ପରୀକ୍ଷା ପାଇଁ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେମାନେ ମଧ୍ୟ ଯିବାଟା ଆରମ୍ଭ କରିବେ। ଇଏ ବିଷୟ ଭିତରେ ଆମର ଯେଉଁ ପାଖରେ ଅର୍ଥରାଶି ଅଛି 500 କୋଟି ଟଙ୍କା କାଲି କେନ୍ଦ୍ର ସରକାର ମଧ୍ୟ ଆମକୁ ଦେଇଛନ୍ତି, ସେଥିରେ ମିଟିଗେସନ୍ କହନ୍ତି ତାକୁ। ବନ୍ୟାରେ ମ୍ୟାନେଜମେଣ୍ଟ ଗୋଟେ ଦିଗ, ମିଟିଗେସନ୍ ଆଉ ଗୋଟେ ଦିଗ। ମିଟିଗେସନ୍ କହିଲେ ବନ୍ୟାର ପ୍ରକୋପକୁ କମ୍ କରିବା ପାଇଁ କେଉଁ କେଉଁ ଭିତ୍ତିଭୂମିର ଆବଶ୍ୟକତା ଅଛି ତାର ମଧ୍ୟ ଆକଳନ କରିବା, ଡ୍ରଇଂ ଡିଜାଇନ ପ୍ରସ୍ତୁତ କରିବା, ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେଇଟା ଆସିଲେ ତାକୁ ମଧ୍ୟ ଆଗାମୀ ଦିନରେ ବନ୍ୟାକୁ ରୋକି ପାରିବୁ ନାହିଁ। ବନ୍ୟା ଆସିବ, ବର୍ଷା ହେବ, କିନ୍ତୁ ବନ୍ୟାର ପ୍ରକୋପକୁ କ'ଣ କ'ଣ ପଦକ୍ଷେପ ନେଲେ ପ୍ରକୋପ କମିବ ସେ ବାବଦରେ ମଧ୍ୟ ଆମେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାଟା ଆରମ୍ଭ କରିଛୁ। ସାର୍ ଏହାର ଭିତରେ ବନ୍ୟା ବିପଦ ଭିତରେ ଆପଣ ଦେଖୁଥିବେ ଅନେକ ଗୁଡ଼ିଏ ପଲିଟିକାଲ ବୟାନବାଜି ମଧ୍ୟ ଆସୁଛି। ନାଇଁ, ମୁଁ ଦେଖେ ନାହିଁ ସେସବୁ। ମୋତେ ଲୋକଙ୍କର ଦୁର୍ଦ୍ଦଶା ଦିଶୁଛି ଏବଂ ଦୁର୍ଦ୍ଦଶା ସାଙ୍ଗରେ ସାଙ୍ଗରେ କେତେବେଳେ 24 ଘଣ୍ଟା ଏ କାମରେ ଆମେ ରହିଛୁ। ଗଣମାଧ୍ୟମ ଦ୍ୱାରା ଯେଉଁ ଯେଉଁ ସମ୍ବାଦ ପରିବେଷଣ ହେଉଛି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେବା କଥା। ନକାରାତ୍ମକ ହଉ ସକାରାତ୍ମକ ହଉ, ପ୍ରତ୍ୟେକ ନ୍ୟୁଜ୍ ଆମ ପାଇଁ ଟିପ୍ସ ନିଜକୁ ସୁଧାରିବା ପାଇଁ। ତେଣୁ ସେମାନଙ୍କର ମଧ୍ୟ ଯେତେ ଗଣମାଧ୍ୟମର ମାଧ୍ୟମରେ ଆମେ ବହୁତ ସମସ୍ୟା ଜାଣିବା ପାଇଁ ପାଇଲୁ, ସବୁ ଜିଲ୍ଲା ପ୍ରଶାସନକୁ ଆମେ ପଠେଇଲୁ ଯେ ୟାର ବି ସମାଧାନ କର। ଆଉ ହେଲା ବୟାନବାଜି କଥା, ଯେଉଁମାନେ ବୟାନବାଜି କରନ୍ତି ସେମାନେ କାମ କରନ୍ତି ନାହିଁ, ଯେଉଁମାନେ କାମ କରନ୍ତି ସେମାନେ ବୟାନବାଜି କରନ୍ତି। ଆପଣଙ୍କ ନିର୍ଦ୍ଦେଶରେ ସରକାରୀ ଅଧିକାରୀମାନେ କାମରେ ଲାଗିଛନ୍ତି। ଆମେ ଦେଖୁଛୁ ଶାସକ ଦଳର ମନ୍ତ୍ରୀ ହୁଅନ୍ତୁ ବା ବିରୋଧୀ ଦଳର ବିଧାୟକ ହୁଅନ୍ତୁ, କି ଜେଉଙ୍କୁ ଧମକ ଦେଲାଣି, କି ପିଓଙ୍କୁ ଧମକ ଦେଲାଣି, ତ କିଏ ବିଡିଓଙ୍କୁ ଧମକ ଦେଲେ ଲୋକଙ୍କ ସାମ୍ନାରେ। ଏ ନେଇ ଅଭିଯୋଗ ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳଙ୍କ ପାଖରେ କରାଯାଇଛନ୍ତି ପିଓମାନେ। ଏସବୁ ଠିକ୍? ଦେଖନ୍ତୁ, ମୁଁ ଆପଣଙ୍କୁ କହୁଛି ଯେ ଆମର ଦୃଷ୍ଟିଭଙ୍ଗୀ ସବୁବେଳେ ସକାରାତ୍ମକ ହେବା କଥା। ମୁଁ ଏ ବିଭାଗର ମନ୍ତ୍ରୀ ଏବଂ ଏ ବିଭାଗର SRC ସ୍ପେଶାଲ ରିଲିଫ କମିଶନର, ଏ ବିଭାଗର ଯେ ଏଡିସନାଲ ଚିଫ ସେକ୍ରେଟାରୀ ରେଭିନ୍ୟୁ, ତାଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ମଧ୍ୟ ଯେଉଁ ରାଜସ୍ୱ କର୍ମୀଟା ଅଛି, RIଟା ଅଛି, ଅମିନଟା ଅଛି, ସେମାନଙ୍କୁ ପ୍ରେରିତ କରିକିରି ତାଙ୍କୁ ସାଙ୍ଗରେ ନେଇକରି ତାଙ୍କର କ୍ଷମତା ଏବଂ କାର୍ଯ୍ୟଦକ୍ଷତାକୁ ବ୍ୟବହାର କରିକିରି କେତେ ମୁଁ ଲୋକଙ୍କ ସେବାରେ ସେମାନଙ୍କୁ ନିୟୋଜିତ କରିବି, ସେଟା ମୋର ପ୍ରାଥମିକତା ହେବା କଥା। ଏଠି ଉଚ୍ଚ ଭାଷ କରିକିରି, ଗାଳି ଗୁଜବ କରିକିରି, ଧମକ ଚମକ ଦେଇକିରି କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ତେଣୁ ମୋର ନିଜସ୍ୱ ସ୍ୱଭାବ ହେଲା ଯେ ମୁଁ ଆଲୋଚକ, ସମାଲୋଚକ, ବିଭାଗର ଅଧିକାରୀ, ସାମାଜିକ ସଂଗଠନ, ବିରୋଧୀ ଦଳ ଆପଣ ପଚାରୁନାହାନ୍ତି, ସବୁ ବିରୋଧୀ ଦଳ ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନଙ୍କ ତରଫରୁ ଫୋନ ମୁଁ ପାଇନାହିଁ। ମୋର ତରଫରୁ ଫୋନ ସେମାନଙ୍କୁ ଯାଇଛି, ଏଇ ପରିସ୍ଥିତି କ'ଣ, କିଛି ସମସ୍ୟା ଅଛି କି, କିଛି କରିବାର ଆବଶ୍ୟକତା ଅଛି। ତେଣୁ କିଏ ସମାଲୋଚନା କଲା, କିଏ କ'ଣ କଲା, ମୋର ଆଦ୍ୟ ବିଷୟ ନୁହଁ। ମୋର ବିଷୟ ଗୋଟେ ବିଷୟ ଯେ ଯେଉଁ ଦାୟିତ୍ୱ ଭଗବାନ ଏବଂ ଓଡ଼ିଶାବାସୀ ଆମକୁ ଦେଇଛନ୍ତି, ସେ ଦାୟିତ୍ୱକୁ କେମିତି ନିଖୁଣ ଭାବରେ ଶକ୍ତି ସାମର୍ଥ୍ୟ ଲଗେଇକିରି କରେଇବା ପାଇଁ, ଲୋକଙ୍କର ମଙ୍ଗଳ କରିବା ପାଇଁ ପ୍ରୟାସ କରୁ। ସାର୍ ଗତ କିଛି ବର୍ଷ ଯଦି ଆମେ ଆନାଲିସିସ୍ କରିବା, ବିଶେଷ କରି ବନ୍ୟା ବାତ୍ୟା ଯେଉଁ ସମୟରେ ବି ଆସୁଛି, ଆପଣମାନେ ଡିମାଣ୍ଡ କରିବା ଆଗରୁ ଅଗ୍ରିମ ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବି ଆପଣ ଦେଇଦେଉଛି, ଏଇଟା ଆପଣଙ୍କୁ ସରକାରକୁ ବେଶୀ ସହାୟକ କରୁନି କି ମ୍ୟାନେଜମେଣ୍ଟ? ସ୍ୱାଭାବିକ ଭାବରେ ଦେଖନ୍ତୁ, ମୁଁ ଆପଣଙ୍କୁ ଟ୍ରାକ୍ ରେକର୍ଡ କହୁଛି। ମୁଁ ଏଇଟା ନୁହଁ ଯେ ଆଜି ମନ୍ତ୍ରୀ ହେଲା ପରେ 2 ବର୍ଷର ଗତିବିଧି ମୁଁ ଦେଖୁଛି। ମୁଁ ମନ୍ତ୍ରୀ ହେଲା ପରେ ଅତୀତର ଇତିହାସ ମଧ୍ୟ ମୁଁ ଦେଖିଛି। ସୁପର ସାଇକ୍ଲୋନ ଠାରୁ ଆରମ୍ଭ କରି ଫଣି, ହୁଡ଼ହୁଡ଼, ତିତଲି ଠାରୁ ଆରମ୍ଭ କରିକିରି ଦାନା ଏବଂ ମନ୍ଥା ପର୍ଯ୍ୟନ୍ତ ଯେତେବେଳେ ସମସ୍ୟା ଆସିଛି ଓଡ଼ିଶାରେ, ପ୍ରାକୃତିକ ବିପର୍ଯ୍ୟୟ ଆସିଛି, ସେଟା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ହଉ କିମ୍ବା ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାର ଦୃଢ଼ ଭାବରେ ଓଡ଼ିଶାର ପଛରେ ଛିଡ଼ା ହେଇଛନ୍ତି। ମୁଁ କହିଲି ପରା ଆପଣଙ୍କୁ, ଆମେ ବହୁତ ସମୟରେ ଆସେସମେଣ୍ଟ କଲା ପରେ
ଆମେ କେନ୍ଦ୍ରକୁ ମାଗିଥାଉ କ୍ଷତିପୂରଣ ରାଶିରେ କିଛି ସାହାଯ୍ୟ କର। କାଲି ମୁଁ ଆଶ୍ଚର୍ଯ୍ୟଚକିତ ହେଲି ଯେ ଆମର ଆସେସମେଣ୍ଟ ସରିନାହିଁ, କିନ୍ତୁ କେନ୍ଦ୍ର ସରକାର ଏ ବାବଦରେ ନିଜକୁ ଅବଗତ କରାଇଛନ୍ତି ଏବଂ ମାଗିବା ପୂର୍ବରୁ 500 କୋଟି ଟଙ୍କା ଅଗ୍ରିମ ପଠାଇବାଟା ମୋତେ ହେଉଛି ଗୋଟେ ଲାଗୁଛି ସୁସ୍ଥ ଗଣତନ୍ତ୍ରର ଏଟା ହେଉଛି ସବୁଠାରୁ ବଡ଼ ଉଦାହରଣ। ଆଗକୁ ଆଉ ଗୋଟେ ବର୍ଷା ମଧ୍ୟ ଆସୁଛି ବୋଲି କୁହାଯାଉଛି ଯେ ଆଗକୁ ବର୍ଷା ହୁଏ ପୁଣି ଲୋକଙ୍କ ଅବସ୍ଥା ସାଂଘାତିକ ହେବ ଯୋଉଠି ବନ୍ୟା ଆଜିଠାରୁ କିଛି ବର୍ଷା ହେବାର ସମ୍ଭାବନା ଅଛି। ସେଟା କାଁ ଭାଁ ବର୍ଷା ହେବ, କିନ୍ତୁ ଆଶ୍ୱସ୍ତି ଏଇଟା ଯେ ଉତ୍ତର ଭାରତ ଓଡ଼ିଶାଟା ସେଥିରେ ନାହିଁ। ଏ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଜପତି ଇଏ ଜାଗାରେ ସ୍ୱଳ୍ପ ବୃଷ୍ଟି ହେଇଛି। ତେଣୁ ଏ ଜାଗାରେ ଯଦି ବୃଷ୍ଟିପାତ ହେବ ତାହେଲେ ଚାଷୀମାନେ ଲାଭାନ୍ୱିତ ହେବେ। ବାକି ଉତ୍ତର ଓଡ଼ିଶା ଯେଉଁଟା ହେଇଛି ଏବଂ ଉତ୍ତର ଓଡ଼ିଶା ବାହାରେ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ ଠାରୁ ଆରମ୍ଭ କରିକି ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ବରଗଡ଼ ଏଭଳିଆ ଜାଗାରେ ବିଗତ ବର୍ଷକର ତୁଳନାରେ 97% ଅଧିକ ବୃଷ୍ଟିପାତ ହେଇଛି। ଆଉ ଗୋଟେ କଥା ବି ଆପଣଙ୍କୁ ମୁଁ କହିଦିଏ, ଆପଣଙ୍କ ମାଧ୍ୟମରେ ଓଡ଼ିଶାବାସୀଙ୍କୁ କହିଦିଏ, ବନ୍ୟା ବହୁ ସମୟରେ ଓଡ଼ିଶାରେ ଆସିଛି। କେବେ ମହାନଦୀରେ ବନ୍ୟା ଆସେ, କେବେ ବ୍ରାହ୍ମଣୀରେ ବନ୍ୟା ଆସେ, କେବେ ବୈତରଣୀରେ ବନ୍ୟା ଆସେ, କେବେ ବୁଢ଼ାବଳଙ୍ଗରେ ବନ୍ୟା ଆସେ, କେବେ ଦୟା ନଦୀରେ ବନ୍ୟା ଆସେ, କେବେ ଇବ୍ ନଦୀରେ ବନ୍ୟା ଆସେ। এটা প্রথম থর পাই বহুত বর্ষ পরে একা সাংরে 5টা 6টা নদীর জলপতন বড়িলা, বৃষ্টিপাত মধ্যে হেলা এবং একা সাংরে গুড়িয়ে নদীরে বন্যা আসবাটা বহুত বর্ষ পরে এটা গোটে বিরল ঘটনা এক। এবং সংযোগ বশত আমার দুর্ভাগ্য সেই সময় বন্যা আসলা যে সময় পূর্ণিমা চালিছি, জল নিষ্কাশন হয়ে পারে না। তেণু এইভাবে বিপরীত পরিস্থিতির নিকট অতীতরে কেবে হয়ে নথিলা। কিন্তু ମୁଁ ସାରା ଓଡ଼ିଶାବାସୀଙ୍କୁ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେବା ପାଇଁ ଚାହେଁ। ରାଜ୍ୟର ଯେଉଁମାନେ ପ୍ରଶାସନିକ ଅଧିକାରୀ ମାନେ ଅଛନ୍ତି, ସାମାଜିକ ସଂଗଠନ ମାନେ ଅଛନ୍ତି, ଓଡ୍ରାଫ ଟିମ୍ ଅଛନ୍ତି, NDRF ଟିମ୍ ଅଛନ୍ତି, ଅଗ୍ନିଶମ ବାହିନୀ ଅଛନ୍ତି ଏବଂ ସାମାଜିକ ସଂଗଠନ ମାନେ ଅଛନ୍ତି, ଗଣମାଧ୍ୟମକୁ ମଧ୍ୟ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ ଯେ ବିପରୀତ ପରିସ୍ଥିତିରେ ସମସ୍ତେ ଏକଜୁଟ ହେଇକରି ଲୋକଙ୍କର ସେବାରେ ଏବଂ ଲୋକଙ୍କୁ ସାହାଯ୍ୟ କରିବାରେ ସମସ୍ତେ ବ୍ରତୀ ହେଲେ, ଯାହା ଫଳରେ ଆମେ ଇଏ ସଫଳତା ପାଇଲୁ। ଇଏ ସମ୍ପୂର୍ଣ୍ଣ ଫ୍ଲଡ୍ ମ୍ୟାନେଜମେଣ୍ଟ, ଚଳିତ ବର୍ଷର ଇ ପ୍ରଥମ ଫ୍ଲଡ୍ ମ୍ୟାନେଜମେଣ୍ଟର ସମ୍ପୂର୍ଣ୍ଣ ଶ୍ରେୟ ମୁଁ ସେହି ଲୋକମାନଙ୍କୁ ଦେବା ପାଇଁ ଚାହୁଁଛି ଯେଉଁମାନଙ୍କର ସହଯୋଗ ଫଳରେ ଆମେ ଏହି ସଫଳତା ହାସଲ କଲୁ। ଆଉ ରହିଲା ମୋ କଥା, ଏଥିରେ ଯେଉଁ ତ୍ରୁଟି ବିଚ୍ୟୁତି ଆମର ଦୃଷ୍ଟିଗୋଚରକୁ ହେଇଛି ତାକୁ ଆମେ ନମ୍ରତାର ସହିତ ଗ୍ରହଣ କରୁଛୁ ଏବଂ ତାକୁ ସଂଶୋଧନ କରିବା ପାଇଁ ପ୍ରୟାସ କରିବୁ।